ନିଶ୍ଚିତ କାରଣ ଗୋଟେ ଏଭଳିଆ ଘଟଣା ବୋଧେ ଓଡ଼ିଶାରେ ବିରଳ। ସ୍ୱାଧୀନତା ପରେ ଏମିତି କଟକ ବଡ଼ ଡାକ୍ତରଖାନାରେ ଏଭଳିଆ ଘଟିବ। 13 ଜଣ ଲୋକ ଆସିଥିଲେ ଜୀବନ ସୁରକ୍ଷା ପାଇଁ ଜୀବନ ବଳିଦାନ ଦେଲେ। ତା ସତ୍ତ୍ୱେ ମଧ୍ୟ ମାନନୀୟ ମୁଖ୍ୟମନ୍ତ୍ରୀ ନେଉନାହାନ୍ତି। ନୈତିକତା ଦୃଷ୍ଟିରୁ ସ୍ୱାସ୍ଥ୍ୟମନ୍ତ୍ରୀ ଇସ୍ତଫା ଦେବା କଥା। କାରଣ ଜଣେ ବିଭାଗର ଯଦି ଉଚ୍ଚ ପଦାଧିକାରୀ ଦେଲେ ମାନେ ସମସ୍ତେ ରହିବେ ଯେ ନାହିଁ ତାଙ୍କ ଲାଗି ଆଜି ଏଭଳିଆ ଦେଲେ ଆମମାନଙ୍କ ଲାଗି ଆଜି ସ୍ୱାସ୍ଥ୍ୟମନ୍ତ୍ରୀ ଇସ୍ତଫା ଦେଲେ ବୋଲି ତାର ଦାୟିତ୍ୱ ରହିବ। ତେଣୁ ଯଦି କେହି ଦେବେନି ତାହେଲେ ଏମାନେ କ'ଣ କି ଆଡମିନିଷ୍ଟ୍ରେସନ ଠିକ୍ ରହିବ ନାହିଁ ଏବଂ ଆଡମିନିଷ୍ଟ୍ରେସନ ଠିକ୍ରେ ଚାଲିବ ନାହିଁ। ସେଥିପାଇଁ ମୁଖ୍ୟମନ୍ତ୍ରୀ ଯେହେତୁ ନେଉନାହାନ୍ତି ଯେ ଉପରେ କୌଣସି ବାଧ୍ୟ ହିଁ ଆମକୁ ଏ ଉପାୟ କରିବାକୁ ପଡ଼ିବ। କାରଣ ଯଦି ଓଡ଼ିଶାର ଜନସାଧାରଣ ଚାହିଁଛନ୍ତି ଯେ ବଡ଼ ଡାକ୍ତରଖାନାରେ ଏଭଳିଆ ଘଟଣା ଘଟିବ ତାହେଲେ ଆଉ କୋଉ ଉପରେ ବିଶ୍ୱାସ ହେବ ସରକାର ଉପରେ। ସେଥିପାଇଁ ଆମେ ବାଧ୍ୟ ହେଇ ଲେଖିଲେ ଯେ ୱିକ୍ ଚିଫ୍ ମିନିଷ୍ଟର ଦ୍ୟାଟ୍ସ ୱାଇ ଆପଣ ସେ ଜଣେ ମନ୍ତ୍ରୀଙ୍କ ଉପରେ ନେଇପାରୁନାହାନ୍ତି ତାଙ୍କର ଅନୁଷ୍ଠାନ ହେଇପାରୁନି ବୋଲି ପାରୁନି ବୋଲି ଆଜି ଆମର ଏଇ ଅଭିନବ ଉପାୟ। ଯେପର୍ଯ୍ୟନ୍ତ ନ ହେବ ଏମିତି ଭଳି ଚାଲିବ।